ସମସ୍ତେ ଭାବିଥିଲେ ଏ ଝୁମୁକାରେ ଦଳେ ବିଧାୟକ ଆଉ ପୂର୍ବତନ ବିଧାୟକର ମିଳି ହୋଟେଲରେ ମିଳି ଫାର୍ମ ହାଉସ୍ରେ ମିଳି ସେମାନଙ୍କ ଭିତରୁ କେତେ ଜଣଙ୍କୁ ନବୀନ ବାବୁ ସସ୍ପେଣ୍ଡ କରିପାରନ୍ତି, ଦଳରୁ ବିତାଡ଼ିତ କରିପାରନ୍ତି, ଏକ୍ସପେଲ୍ କରିପାରନ୍ତି, ଏଭଳି ଚର୍ଚ୍ଚା ହେଉଥିଲା। କିନ୍ତୁ ହଠାତ୍ ଯେଉଁ ସମୟରେ ବିଧାୟକମାନଙ୍କୁ ଡାକି ନବୀନ ନିବାସରେ ନବୀନ ବାବୁ ଆଲୋଚନା କରୁଥିଲେ ସେହି ସମୟରେ 2 ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲେ। ପୁଣି କେଉଁ ବିଧାୟକଙ୍କୁ? କେନ୍ଦୁଝରର ଟାଣୁଆ ବିଧାୟକ ସନା ମହାକୁଡ଼ଙ୍କୁ ଏବଂ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରୁଥିବା, ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ସନା ମହାକୁଡ଼ଙ୍କୁ ବିଦା କରିବା ପଛରେ ଅନେକ କିଛି କାରଣ ରହିଛି। କେହି ସେଥିପାଇଁ ଆଶ୍ଚର୍ଯ୍ୟ ହେଉନାହାନ୍ତି, କାହିଁକି ନା ଆପଣମାନେ ଲକ୍ଷ୍ୟ କରିଥିବେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରର ବିଜେଡି ରାଜନୀତି ବିଜେପି ମୁହାଁ ହେଇଯାଇଛି। ନିଜେ ବଦ୍ରି ନାରାୟଣ ପାତ୍ର ମଧ୍ୟ ବହୁବାର ମୋହନ ମାଝୀଙ୍କୁ ପ୍ରଶଂସାରେ ପୋତି ପକାଉଛି ଏବଂ ସନା ମହାକୁଡ଼ ଭବ୍ୟ ସମ୍ବର୍ଦ୍ଧନା ଦେଉଛନ୍ତି। ବିଜୁ ଜନତା ଦଳ ଅମଳରେ କିଛି ହେଇନଥିଲା, 24 ବର୍ଷରେ କିଛି ହେଇନଥିଲା, ମୋହନ ମାଝୀ ଏତେ କାମ କରୁଛନ୍ତି ଏ ନେଇକି ମଧ୍ୟ ଆପଣମାନେ ଲକ୍ଷ୍ୟ କରିଥିବେ ସନା ମହାକୁଡ଼ ଷ୍ଟେଟମେଣ୍ଟ ଦେଉଛି ଏବଂ ସମସ୍ତେ ଜାଣିଛନ୍ତି, ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ ସନା ମହାକୁଡ଼ ଯଦି ବିଜେଡ଼ିରେ ନବୀନ ପଟ୍ଟନାୟକ କାହାକୁ ବିଦା କରନ୍ତି ସନା ମହାକୁଡ଼ ନିଲମ୍ବିତ ହେବା ଫାଇନାଲ। କିନ୍ତୁ ଗତକାଲି ଅରବିନ୍ଦ ମହାପାତ୍ରଙ୍କ ନାଁ ଯେତେବେଳେ ଯୋଡ଼ା ହେଲା ସମସ୍ତେ ଚକିତ ହେଇଗଲେ। କ'ଣ ସେ ଭିତିରିଆ କରିଛନ୍ତି କାହାକୁ ଜଣା ନାହିଁ। କୌଣସି ଗଣମାଧ୍ୟମରେ କେବେ ଖବର ପ୍ରକାଶ ପାଇନାହିଁ ଯେ ଅରବିନ୍ଦ ମହାପାତ୍ର ଆଉ ଦଳୀୟ ଲାଇନରେ ନାହାନ୍ତି ବୋଲି। ମୁଁ ତ ଦେଖୁଥିଲି ତାଙ୍କର ଫେସବୁକ୍ରେ ମକରରେ ସେ ଯେଉଁ ଛାଡ଼ିଛନ୍ତି ନବୀନ ବାବୁଙ୍କର ଫଟୋ ଅଛି, ଶଙ୍ଖର ବି ଫଟୋ ଅଛି, ଯେତେବେଳେ ମକର ଅଭିନନ୍ଦନ ଜଣାଇଛନ୍ତି। ସେ କାରଣ ଯେତେବେଳେ ତାଙ୍କୁ ସସ୍ପେଣ୍ଡ କରାଗଲା ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ବିଜେଡ଼ିର ବହୁ ବରିଷ୍ଠ ନେତାଙ୍କ ସହିତ ଆମେ ଯୋଗସୂତ୍ର କରିଛୁ, ବିଭିନ୍ନ ଚ୍ୟାନେଲ ଲଗେଇକି ବି ଖବର ଖୋଜିବାକୁ ଚେଷ୍ଟା କରିଛୁ ଯେ କ'ଣ ଘଟଣା ଘଟିଛି। କୌଣସି ବରିଷ୍ଠ ନେତା ଠୋସ୍ ଭାବରେ କହିପାରିଲେନି। ସମସ୍ତେ କହିଲେ ଏଇଟା ମଧ୍ୟ ଆମ ପାଇଁ ଗୋଟେ ଚକିତ ଯେ କ'ଣ ପାଇଁ ଅରବିନ୍ଦ ମହାପାତ୍ରଙ୍କୁ କୁହାହେଲା ଗାଲୁ ବୁରୁଡ଼ି ମାରିବା ପାଇଁ। କିଛି ନେତା କହିଲେ ଗୁଇନ୍ଦା ତଥ୍ୟ। ନବୀନ ବାବୁ ପାଖରେ ଏତେ ଗୁଇନ୍ଦା ତଥ୍ୟ ରହିଛି, ଏ ଯେଉଁ ହାରିଥିବା ନେତାମାନେ ଏକାଠି ହେଉଛନ୍ତି ତାର ଉଦ୍ଦେଶ୍ୟ ଜାଣିପାରୁନାହାନ୍ତି। ତେଣୁ ଇଏ ଗୋଟେ ଗପ କ'ଣ ପାଇଁ ରଚନା କରାଗଲା। ଅରବିନ୍ଦ ମହାପାତ୍ର ଯୋଡ଼ିଏ କଥା କହିଥିଲେ ଯେ ନବୀନ ବାବୁ ମୋର ନେତା, ପାଣ୍ଡିଆନ ମୋର ନେତା ନୁହନ୍ତି। ଆଉ ଗୋଟିଏ କଥା କହିଥିଲେ ଯଦି ପାଣ୍ଡିଆନ ଏମିତି ହେଉଛନ୍ତି ବିଜେପି ବାଲା ଏତେ ବିରୋଧ କରୁଛନ୍ତି ଦମ୍ ଅଛି ବାନ୍ଧ। ତାଙ୍କର ଉଦ୍ଦେଶ୍ୟ ଥିଲା ଏତେ ଥର କହୁଛ କ'ଣ ବାନ୍ଧିକି ଦେଖୁନ। ତାକୁ ଯଦି ପାଣ୍ଡିଆନ ବାବୁ ଭାବିଥାଏ ଯେ ମୁଁ ତ ସେଟିଂ କରିକି ବିଜେପି ବାଲାଙ୍କୁ କହିଥିଲି ମୋତେ ବାନ୍ଧନି, ଆଉ ଇଏ ଗୋଟେ ଟିଆଟିକି କଲାବେଳକୁ କାଳେ ବିଜେପି ବାଲା ବାନ୍ଧିଦେବେ କି, ସେ ଡର ବି ଗୋଟେ ଥାଇପାରେ, ହୁଏତ ସେ କାରଣ ହେଇପାରେ। କିନ୍ତୁ କୌଣସି ପ୍ରକାର ଠୋସ୍ କାରଣ କେହି କହୁନାହାନ୍ତି। ବିଜୁ ଜନତା ଦଳର ଗୋଟେ ନ୍ୟାରେଟିଭ୍ ଆପଣ ଦେଖିବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। କ'ଣ ନା ରାଜ୍ୟସଭା ନିର୍ବାଚନ ପାଇଁ ସେଟିଂ କରୁଥିଲେ। ଆରେ ଭାଇ ରାଜ୍ୟସଭାରେ ବିଜେପି କାହାକୁ ପ୍ରାର୍ଥୀ କରିବ କେହି ଜାଣିନାହାନ୍ତି, ବିଜେଡ଼ି କାହାକୁ ପ୍ରାର୍ଥୀ କରିବ କେହି ଜାଣିନାହାନ୍ତି, ଚତୁର୍ଥ ପ୍ରାର୍ଥୀ କିଏ ହେବ ତା ନାଁରେ ସୋର ଶବ୍ଦ ମଧ୍ୟ ନାହିଁ। ଦଳରେ ମଧ୍ୟ ଏଯାକେ ପିଏସି ମିଟିଂରେ ବିଜେଡ଼ି ଆଲୋଚନା ହିଁ କରିନାହିଁ। ଘୋଷିବା କଥା ଭଳିଆ ଯେ ରାଜ୍ୟସଭା ନିର୍ବାଚନ ପାଇଁ ଚର୍ଚ୍ଚା ହିଁ ଆରମ୍ଭ ହେଇନି। କିଛି ମିଡ଼ିଆରେ କେବଳ ଚର୍ଚ୍ଚା ହେଉଛି, ନୋଟିଫିକେସନ୍ ହେଇନି, କିଛି ବି ହେଇନି। ସେ କ'ଣ ଚକ୍ରାନ୍ତ କରିଦେଲେ? ବିଜୟ ମହାପାତ୍ର କ'ଣ ଚକ୍ରାନ୍ତ କରିବେ? ଆରେ ସିଏ ତ ବିଜେଡ଼ିରେ ନାହାନ୍ତି ନା ବିଜେପିରେ ନାହାନ୍ତି। ତେଣୁ ଯିଏ ରାଜନୈତିକ ଲୋକ ସିଏ ଆଉ କ'ଣ ବରା ଦୋକାନ କରିଥାନ୍ତା ନା ଚା ଦୋକାନ ବିକୁଥାନ୍ତା? ବିଜୟ ମହାପାତ୍ର ରାଜନୈତିକ ଲୋକ, ରାଜନୀତି କରିବେ। ତାଙ୍କ ପାଖକୁ ନେତା ବହୁତ ଭେଟିବାକୁ ଯିବେ। ଆଞ୍ଚଳିକ ଦଳ ନେଇକି ନା ସେ ମୁଖ୍ୟମନ୍ତ୍ରୀ ସାଙ୍ଗରେ ଆସିଛନ୍ତି ନା ଗଣମାଧ୍ୟମରେ କ'ଣ ଗୋଟେ ମନ୍ତବ୍ୟ ଦେଇଛନ୍ତି। ସେ ସିଧାସଳଖ କହିଛନ୍ତି ମୋ ସାଙ୍ଗରେ କେହି ଆଲୋଚନା କରିନାହାନ୍ତି। ନା ବିଜୟ ମହାପାତ୍ର ବି ଷ୍ଟେଟମେଣ୍ଟ ଦେଇଛନ୍ତି ନା ଅରବିନ୍ଦ ଷ୍ଟେଟମେଣ୍ଟ ଦେଇଛନ୍ତି। ବିଜେଡ଼ି ବାଲା କିଛି ନବୀନଙ୍କ ନିଷ୍ପତ୍ତି ବସ୍ ଇଜ୍ ଅଲୱେଜ୍ ରାଇଟ୍ ତାଙ୍କର ଜଣେ ନେତ୍ରୀ କହୁଥିଲେ। ଆଉ ଜଣେ ନେତା ଆଉ ଟିକେ ଆଗକୁ ଯାଇ କ'ଣ କହିଲେ ଯେ ନବୀନ ବାବୁଙ୍କ ବୋପାଙ୍କର ସେଇଟା ଦଳ ହେଇଥାଉ। ତେଣୁ ଯେହେତୁ ନବୀନ ବାବୁଙ୍କର ବୋପାଙ୍କର ବାପାଙ୍କର ଦଳ ସେଇଟା, ତେଣୁ ତାଙ୍କ ମନ ଇଚ୍ଛା ସେ ଯାହା କରିପାରିବେ। ତେଣୁ ଆଙ୍କର ଦମ୍ ଥିଲେ ଇଏ କରିପାରିବେ, ନହେଲେ ନାହିଁ।